ବାପାଙ୍କର କଥାକୁ ମାନି ଦୁଇ ଭାଇ ପରିବାରର ପରିଜନ କିଭଳି ଭାବରେ କେତେ କଷ୍ଟ ସହି କେତେ ସଂସାରର ଘାତ ପ୍ରତିଘାତକୁ ଅତିକ୍ରମ କରି ପ୍ରଭୁଙ୍କୁ ପ୍ରତିଷ୍ଠା କରିବା ପାଇଁ ସେମାନେ ଲାଗି ପଡ଼ିଛନ୍ତି। ପରମ ଦରଦୀଙ୍କ ପାଖରେ ମୋର ପ୍ରାର୍ଥନା, ସେଇ ଦୁଇ ଭାଇ ମନର ମିଳନ, ହୃଦୟର ମିଳନ, ତାଙ୍କର ଚିନ୍ତାଧାରାର ମିଳନ, ଶ୍ରେଷ୍ଠକୁ ମାନିବାର ଇଚ୍ଛା ଶକ୍ତିକୁ ନେଇ ଆହୁରି ଆହୁରି ଇଷ୍ଟପ୍ରାଣ ହୋଇ ରୁହନ୍ତୁ। ଏଇଭଳି ସତ୍ସଙ୍ଗ ମାନ ଦେଇ ନିଜେ ଧନ୍ୟ ହୁଅନ୍ତୁ, ଆଉ ଆମମାନଙ୍କୁ ମଧ୍ୟ ଧନ୍ୟ କରି ତୋଳନ୍ତୁ। ସୁନ୍ଦର ଭାବରେ ଭଜନ କୀର୍ତ୍ତନ ହେଇଛି। ବଡ଼ ବଡ଼ ଉତ୍ସବ ମାନଙ୍କରେ ମଧ୍ୟ ଏଭଳି ହୁଏ ନା। ସଙ୍ଗୀତରେ ଯେଉଁମାନେ ସବୁ ଭାଗ ନେଇଥିଲେ ଆଜି ପ୍ରତ୍ୟେକ ପ୍ରଭୁଙ୍କୁ ସେମାନଙ୍କର ଭାବ ରାଜ୍ୟକୁ ସମର୍ପିତ କରିକିରି ପ୍ରଭୁଙ୍କୁ ତୃପ୍ତ କରିଛନ୍ତି। ସେମାନେ ମଧ୍ୟ ନିରହଙ୍କାର ଭାବରେ ତାଙ୍କର ଜୀବନକୁ ଅତିବାହିତ କରନ୍ତୁ ଏବଂ ଏଇଭଳି ସୁଲଳିତ ସଙ୍ଗୀତ ଭିତରେ ପରିବାର ପରିବେଶକୁ ତନ୍ମୟ ତୃପ୍ତ କରନ୍ତୁ। ଆଉ ଆମମାନଙ୍କର ଭିତରେ ମା ମାନେ ଭାଇମାନେ ସବୁ ତ ଆସିଛେ, ଅବିକା ଆଉ ଭାଷଣର ଯୁଗ ନାହିଁ। ଏଇ ମୋ ପାଖରେ ବାପୁ ଭାଇ ବସିଛନ୍ତି। ସମସ୍ତଙ୍କର ଗୋଟିଏ କଥା, ଆଚାର୍ଯ୍ୟଙ୍କର କଥାକୁ ଯିଏ ପୂରଣ ନ କଲା ସେ ଆଉଟ୍ ହେଇଗଲା। ଏଇ ଯେ କେତେ କେତେ ବଡ଼ କର୍ମୀମାନେ ସମସ୍ତେ ଚୁପଚାପ ହେଇକିରି ଘରେ ବସି ନିଜସ୍ୱ ସାଧନାରେ ବ୍ୟସ୍ତ ରହିଗଲେଣି। ଆଉ ୟଙ୍ଗ ପିଲାମାନେ, ମୁଁ କ'ଣ କହିବି, ମୋର ଝିଅ କଥା 16 ଦିନ ବୁଲିଲା, ପୁରା ଆଚାର୍ଯ୍ୟ ଦେବଙ୍କ ଅଭିନ୍ଦାଙ୍କ ସାଙ୍ଗରେ ରହିଲା, ତାପରେ ପୁଣି ଆସିକିରି ଆଶ୍ରମ ଚାଲି ଯାଇଛି। 8 ଦିନ ହେଲା ଆଜି ଆସୁଛି, କଟକରେ ଭୋରୁ ପହଞ୍ଚିଛି। ଏଇଠି ମୋତେ ଗାଡ଼ି ଛାଡ଼ି ଦେଇ ଯାଇଛି, ତାକୁ ନେଇକିରି ଆସିବ। ମୁଁ କହିଲି ଏଇଠି ଆନନ୍ଦ ବଜାରରେ ପ୍ରସାଦ ପାଇ ଘରକୁ ଯିବ। ମୋର କହିବା କଥା କି ପିଲାମାନଙ୍କର ଭିତରେ ଏଇ ଯେଉଁ କରିବାର ଭାବଟା ଜାଗ୍ରତ ହେଇଯାଇଛି, ବୟସ୍କ ଲୋକମାନେ ସେମାନଙ୍କୁ ପ୍ରେରଣା ଦେବା ଦରକାର। ଯଦି ଉତ୍ତରକୂଳ ଯାତ୍ରା ପାର୍ଟିର ନାଟକ ଏ ଚୌକି ଛାଡ଼ିବି ନାହିଁ, ଆମମାନଙ୍କ ଭିତରେ ଏଇଭଳିକା ଭାବନା ଆସିବ। ଜାନକୀ ବାବୁ କହିଲେ, ବସନ୍ତ ବାବୁ ତୁମେ ଯାହା କରୁଛ କର, ଏ ଚୌକିଟା ଦିହରେ ତୁମେ ନଜର କରିବ ନାହିଁ। ସେମିତି କଲେ କିନ୍ତୁ ଆଚାର୍ଯ୍ୟଙ୍କର ଇଚ୍ଛା ଆଉ ସତ୍ସଙ୍ଗର ଇଚ୍ଛା ପୂରଣ ହେଇପାରିବ ନାହିଁ। ପ୍ରତ୍ୟେକ ଲାଗି ରଖିବା ଦରକାର। କେଡ଼େ ସୁନ୍ଦର ବାଣୀଟିରେ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ইষ্ট নিষ্ঠায় অটুট হয়, শিষ্ট ভাবে চলো, লোক সেবায় দীপ্ত হয়ে জীবনটাকে তুলো, তপশ্চর্যায় অন্তর টিকে বিনায়িত কর, নিজর মতন করেই তুমি অন্য সবাই ধর। শেষ ধাড়িটা আজ আচার্য দেবঙ্কর তাঙ্কর জ্যেষ্ঠ আত্মজঙ্কর ইচ্ছা, তুমে মানে চরিত্রবান হুଅ। ତୁମର ଭାଷା, ତୁମର କଥା, ତୁମର ପରକୁ ଆପଣାର କରିବାର ବୁଦ୍ଧି, ତୁମର ଅଭିଭାବକ ଥିବା ବ୍ୟକ୍ତିତ୍ୱ, ତୁମ ମୁହଁର ହସ ସମସ୍ତଙ୍କୁ ଯେପରି ଆପଣାର କରି ତୋଳିବ। କେତେ ସୁନ୍ଦର ଭାବରେ ଦୟାଲ କହୁଛନ୍ତି, ପରକେ ଯତ ପରିଚର୍ଯ୍ୟାଏ, আপন করে তুলবেরে, বিশেষ টাণে বিহিত প্রাণে, ঐশী বিভব ধরবিরে। পরକୁ ଯେତେ ଆପଣାର କରିପାରିବା। ଆମେ ଲୋକମାନଙ୍କ ଘରକୁ ଯେଉଁମାନେ ଯାଉଛନ୍ତି ସେମାନେ ଅନୁଭବ କରୁଛନ୍ତି ପ୍ରତ୍ୟେକ ଘରର ସମସ୍ୟା। ଯେତେବେଳେ ପୁରୁଷୋତ୍ତମଙ୍କର କଥା ତାଙ୍କ ପାଖରେ ତୁଳି ଧରୁଛନ୍ତି, ଯେମିତି ଅମୃତ ଭଳିକା ସେମାନେ ପାନ କରିକିରି ଯାଉଛନ୍ତି। ମାନେ ଚାଲିବାର କାଇଦା ପାଉନାହାନ୍ତି। ସମସ୍ୟା ଯେମିତି ନଦୀ ହେଇ ଉପରେ ପଡ଼ିଛି। ଗୁରୁ ଭାଇ ଜଣକ ଘରକୁ ଯାଇଛନ୍ତି, କହୁଛନ୍ତି, ମା ଆପଣ କେମିତି ଅଛନ୍ତି? ନା କୋଉ ଯୁଗରେ କି ପାପ କରିଥିଲି ଏ ଘରକୁ ବୋହୂ ହେଇକିରି ଆସିଲି। ଗୁରୁ ଭାଇ ଜଣଙ୍କର, କର୍ମୀ ଭାଇଙ୍କର ମୁଣ୍ଡଟା ଚକର ହେଇଯାଇଛି ଏବଂ ଭାବୁଛନ୍ତି ଝିଅଟା ପ୍ରସ୍ତୁତି ନ ହେଇ ତାର ପରୀକ୍ଷା ହଲକୁ ଚାଲି ଆସିଛି, ତେଣୁ ଫେଲ ହବା ସୁନିଶ୍ଚିତ। ପ୍ରସ୍ତୁତି କ'ଣ ନା, ଗୋଟିଏ ଆର୍ଯ୍ୟ ନାରୀ ତାର ପିଲାଟି ଦିନରୁ ବାପା ମାଙ୍କ ପାଖରେ ବସି ଯଦି ସତ୍ୟାନୁସରଣ ନ ପଡ଼ିଲା, ଯଦି ସତ୍ସଙ୍ଗର ଭାବଧାରାରେ ନ ଆସିଲା, ଯଦି ପ୍ରାର୍ଥନା ନ କଲା, ଯଦି ଇଷ୍ଟଭୃତି ନ କଲା, ତାହେଲେ ବାପ ଘରୁ ଶାଶୁ ଘରକୁ ଯେତେବେଳେ ଯାଉଛି ମନ ଭିତରେ ଯେଉଁ କହୁଥିଲେ ମୋର ଭାଇ ଆଙ୍କି ଦେଉଛି, ମୋର ସ୍ୱାମୀ ଏମିତିଆ ହେଇଥିବେ, ମୋ ଶ୍ୱଶୁର ଏମିତିଆ ହେଇଥିବେ, ମୋ ଶାଶୁ ଏମିତିଆ ହେଇଥିବେ, ଠିକ୍ ଦେଖିଲା ବେଳକୁ ସବୁ ଫେଲ। ସିଏ ବି ଫେଲ, ଆଉ ଇଏ ଯିଏ ଯାଇଛି ବି ପ୍ରସ୍ତୁତି ହେଇନାହିଁ, ସିଏ ବି ଫେଲ ହେଇଯାଉଛି।
ପୁରୁଷୋତ୍ତମଙ୍କର କଥା ଆମେ ନିଜେ ଆଚରଣ କରିବା। ଗୋଟିଏ ଝିଅର ମୁହଁର ହସ ଆଜି ଶୁଣିଲି। ଆଜି ଏଇ ଯେଉଁ ସଙ୍ଗୀତାଞ୍ଜଳିରେ ଦାୟିତ୍ୱ ଜଣେ ଝିଅ ପିଲାଟିଏ ନେଇଛି, ଆଉ ସେଇ ଝିଅ ପିଲାଟି ଏଭଳି ଭାବରେ ସୁନ୍ଦର ଭାବରେ ଆଜି ସଙ୍ଗୀତାଞ୍ଜଳି କରିଛି। ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି, ବାପ ମା ତାକୁ କୋଉ ଶୁଭ ବେଳାରେ ଜନ୍ମ ଦେଇଥିଲେ ସେ ଯେମିତି ଜଗତସିଂହପୁର ଜିଲ୍ଲାକୁ ହୁଲୁସ ତୁଲୁସ କରି ତୋଳୁ। କାରଣ ତାର କଥା ଲୋକ ପ୍ରତିଟି ପରିବାର ଶୁଣିବେ, କାରଣ ନିଜେ କରୁଛି ସିଏ। ଆଉ ଆମେମାନେ ଯେଉଁମାନେ ନ କରିକିରି ଆସି, ମୁଁ ମୋ ବାପାଙ୍କୁ ପାଦରେ ଦିନେ ହାତ ଦେଇନାହିଁ, ମୁଁ ପିତୃମାତୃ ସେବା କଥା ଯଦି ଆଲୋଚନା କରିବି କିଛି ଫଳ ହବ ନାହିଁ। ସେଇଥିପାଇଁ ଫେରି ଆସିବା ମନକୁ, ହୃଦୟକୁ, ଚିନ୍ତାଧାରାକୁ, ଇଚ୍ଛା ଶକ୍ତିକୁ ସମର୍ପିତ କରିଦେବା ଆଚାର୍ଯ୍ୟ ଦେବଙ୍କ ପାଖରେ। এই ଆଚାର୍ଯ୍ୟଙ୍କ ଭିତର ଦେଇ ଆମର ପ୍ରାର୍ଥନାଟା ଇଷ୍ଟ ଦେବତାଙ୍କ ପାଖକୁ ଚାଲିଯିବ। କେଡ଼େ ସୁନ୍ଦର ଭାବରେ ଦୟାଲ କହୁଛନ୍ତି, ଆଚାର୍ଯ୍ୟ ନିର୍ଦ୍ଦେଶ ପାଲି ନା তুই তেমন পথে চললি না, দুর্ভাগ্য এলো কতই ছন্দে ଦେଖିଲି তবু বুঝিলি না। ଆଚାର୍ଯ୍ୟଙ୍କର ନିର୍ଦ୍ଦେଶ ପାଳନ କଲୁ ନାହିଁ, ସେହି ପଥରେ ମଧ୍ୟ ଚାଲିଲୁ ନାହିଁ, ଜୀବନରେ କେତେ ଦୁର୍ଭୋଗ ମାଡ଼ି ଆସିଲା। ଆଚାର୍ଯ୍ୟ ଦେବ ସେଇ ଜଗତସିଂହପୁରରେ କହୁଥାନ୍ତି, 70-75 ବର୍ଷର ମା ଜଣକୁ ଯେତେବେଳେ ତାଙ୍କର ଶାରୀରିକ ଅସୁସ୍ଥତା, ସେତିକି ବେଳେ କହୁଛନ୍ତି ତୁମେ ଡିପି କାମ କରିବାକୁ ଯାଅ। ଏବଂ ଯେତେବେଳେ ଲୋକଙ୍କ ସାଙ୍ଗରେ ପଶୁଛନ୍ତି, ବସୁଛନ୍ତି, ମିଶୁଛନ୍ତି, ଲୋକଙ୍କର ଯେଉଁ ସମସ୍ୟା ଇଷ୍ଟଙ୍କର କଥା ତୋଳି ଧରୁଛନ୍ତି, ଆସ୍ତେ ଆସ୍ତେ ସିଏ ନିରୋଗୀ ହେଇଯାଉଛନ୍ତି। ଏ କଥାକୁ ଆମେ ବିଶ୍ୱାସ କରିବା ଦରକାର। ଆଉ କଥାକୁ ଲମ୍ବଉନି, ସମୟ ଅନୁଯାୟୀ କାର୍ଯ୍ୟ ସାରିବା। ମା ଓ ଭାଇମାନେ ଲାଗି ପଡ଼ିବା। ପ୍ରତିଦିନ ଯଦି ଗୋଟିଏ ବା ଜଣକ ଘରକୁ ଆମେ ନ ଯିବା, ସେଦିନ ରାତିରେ ଖାଇବା ନାହିଁ। କରିପାରିବା ଏମିତିଆ ସଂକଳ୍ପ? କରିପାରିବା? ପ୍ରଭୁଙ୍କ ପାଖରେ ଆମେ କଥା ଦେଇପାରିବା ନା? ରାନ୍ଧିବା, ବାଢ଼ିବା, ଖାଇବା, ହଗିବା, ମୁତିବା, ମରିବା, ଏଇକୁ ହିଁ ଧରି ନେଇଛେ ଜୀବନରେ। ନା, ମୋର ପ୍ରଭୁ ସେ ନିଜକୁ ନିଜେ ଭଲ ପାଇ এই ସୃଷ୍ଟିକୁ ସୃଜନା ସେଦିନ କରିଥିଲେ, ଆଉ ଆମକୁ ଜନ୍ମ ଦେଇଛନ୍ତି ତାଙ୍କର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶ୍ରେଷ୍ଠ ଜୀବ ହିସାବରେ। ଆଉ ଆମମାନଙ୍କର ଭାଷା କଥା ବ୍ୟବହାରକୁ ଆଗ ମାର୍ଜିତ କରିବାକୁ ହେଲେ ଇଷ୍ଟ କେନ୍ଦ୍ରିକ ଜୀବନ, ଆଚାର୍ଯ୍ୟ କେନ୍ଦ୍ରିକ ଜୀବନ ଯାପନ କରିବା। ତାଙ୍କୁ ଧରିଲେ କ'ଣ ହୁଏ, ଶେଷ କଥା କହି ଶେଷ କରୁଛି। ପ୍ରଥମ, ବୃତ୍ତି ପ୍ରବୃତ୍ତି ନିୟନ୍ତ୍ରିତ ହୁଏ। ମୋର ରାଗ, ମୋର କ୍ରୋଧ, ମୋର ଅହଙ୍କାର, ମୋର ଦୋଷ ଦେଖିବା, ପରକୁ ଛୋଟ କରି ନିଜେ ବଡ଼ ହେବା, ଏଇ ଗୁଣ ଗୁଡ଼ିକ ଆସ୍ତେ ଆସ୍ତେ ଆଲୋକର ଆଗମନରେ ଯେମିତି ଅନ୍ଧକାର ଦୂରେଇ ଯାଇଥାଏ, ନିଆଁରେ ପାଣି ପଇଲେ ଯେମିତି ନିଆଁ ଲିଭି ଯାଇଥାଏ, ଆମେ ଯେତେ ଇଷ୍ଟବୃତ୍ତି କରିବା, ପ୍ରାର୍ଥନା କରିବା, ତାଙ୍କ ବିଷୟ ବଢ଼ିବା, ଆମର ଜନ୍ମ ଜନ୍ମାନ୍ତର ଖରାପ ଗୁଣାଗୁଡ଼ିକ ଆସ୍ତେ ଆସ୍ତେ ସବୁ ତଳକୁ ତଳକୁ ଚାଲିଯିବ। ଦ୍ୱିତୀୟରେ, ଆମମାନଙ୍କର ଚରିତ୍ର ପରିମାର୍ଜିତ ହେବ। ଚରିତ୍ର ମାନେ ଚାଲି ଚଳନ, ଆଚାର, ବ୍ୟବହାର। ତାଙ୍କର ସଂସ୍ପର୍ଶରେ ଆସିଲେ, ସତ୍ସଙ୍ଗକୁ ଆସିଲେ ଆମର ଚାଲିଚଳନ, ଆଚାର, ବ୍ୟବହାର। ଆଜିକାଲି ପିଲାମାନେ ଦେଖାଯାଉଛି ବାପା ମାଙ୍କୁ ଭାରି ଅବମାନନା କରୁଛନ୍ତି। ଏଇ ଗତ ସତ୍ସଙ୍ଗରେ ମଧ୍ୟ କୋଉଠି